ସୁଭଦ୍ରା ଯୋଜନାରେ ଯୋଉମାନେ ସାମିଲ ହେବା ପାଇଁ ଚାହୁଁଥିଲେ ବା ଯୋଉମାନେ ସୁଭଦ୍ରା ଯୋଜନାରେ ନୂଆ କରି ଆପ୍ଲାଏ କରିବା ପାଇଁ ଚାହୁଁଥିଲେ ତ ସେମାନଙ୍କ ପାଇଁ ବହୁତ ବଡ ଖୁସି ଖବର ଆସିଯାଇଛି। ଆପଣମାନେ ସମସ୍ତେ ଯେମିତିକି ଜାଣିଛନ୍ତି ଗତକାଲି ଅର୍ଥାତ୍ ଶନିବାର ଠାରୁ ଏହି ସୁଭଦ୍ରା ପୋର୍ଟାଲ ଖୋଲି ଯାଇଛି, ଯାହାଦ୍ୱାରା ଯୋଉମାନେ ଯୋଗ୍ୟ ହୋଇଥିବେ ବା ଯୋଉମାନଙ୍କୁ 21 ବର୍ଷ ହେଇଯାଇଛି ସେମାନେ ସୁଭଦ୍ରା ପୋର୍ଟାଲକୁ ଯାଇ ସେମାନଙ୍କର ସୁଭଦ୍ରା ଯୋଜନା ପାଇଁ ଆପ୍ଲାଏ କରିପାରିବେ। ଯୋଉ ମହିଳା ବା ଝିଅ ମାନଙ୍କୁ 21 ବର୍ଷ ହେଇଯାଇଛି ସେମାନେ ସୁଭଦ୍ରା ଯୋଜନାରେ ଆପ୍ଲାଏ କରି ସେମାନେ ସୁଭଦ୍ରା ଯୋଜନାରେ ସାମିଲ ହେଇପାରିବେ। ଆଉ ସେମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହେଇ 5,000 10,000 ଟଙ୍କା ସେମାନେ ପାଇପାରିବେ। ହେଲେ ଆପଣମାନଙ୍କ ମନରେ ସମସ୍ତଙ୍କ ମନରେ ଏଠାରେ ଗୋଟେ ପ୍ରଶ୍ନ ଆସୁଥିବ କି ଆପଣମାନେ ସୁଭଦ୍ରା ଯୋଜନାରେ ଆପ୍ଲାଏ କରିସାରିଲା ପରେ ଆପଣମାନଙ୍କୁ ସେଇ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ଆପଣମାନଙ୍କୁ କେବେ ମିଳିବ? ଅର୍ଥାତ୍ ଆପଣମାନେ ସୁଭଦ୍ରା ଯୋଜନା ଆପ୍ଲାଏ କରିସାରିବା ପରେ ଆପଣମାନଙ୍କୁ ଗୋଟିଏ କିସ୍ତି ନା ଦୁଇଟି କିସ୍ତି କେତୋଟି ଆପଣମାନଙ୍କୁ କିସ୍ତି ମିଳିପାରିବ? ଏଇଭଳି ଭାବରେ ଆପଣମାନଙ୍କ ମନରେ କିଛି ପ୍ରଶ୍ନ ଆସୁଥିବ। ତ ଆପଣମାନଙ୍କର ସେଇ ଡାଉଟ୍ ମଧ୍ୟ ଆପଣମାନଙ୍କର ଏଇ ଭିଡିଓରେ କ୍ଲିୟର ହେଇଯାଇପାରିବ। ଆପଣମାନେ ସେଥିପାଇଁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଗୋଟିଏ କଥା ମଧ୍ୟ ଆପଣମାନଙ୍କ ମନରେ ଆସୁଥିବ କି ଏଇ ସୁଭଦ୍ରା ଯୋଜନା ଯୋଉ ଆପ୍ଲାଏ ହବ ଆପଣମାନଙ୍କର ସେଇ ଆପ୍ଲାଏ ତାରିଖ ଆପଣଙ୍କର କେବେ ପର୍ଯ୍ୟନ୍ତ ଆପଣଙ୍କର ଚାଲିବ? ତ ସେଇଟା ଗୋଟେ ଆପଣମାନଙ୍କ ମନରେ ପ୍ରଶ୍ନ ରହିଥିବ। ତ ସେଇଟା ବି ମଧ୍ୟ ଆପଣମାନେ ଏଇ ଭିଡିଓରେ ଜାଣିପାରିବେ। ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଏଇ ଭିଡିଓରେ ସେଇ ବିଷୟରେ ମଧ୍ୟ ଜାଣିପାରିବେ। ହେଲେ ତା ପୂର୍ବରୁ ଯଦି ଆପଣମାନଙ୍କୁ ଏଇ ଭିଡିଓ ଇନଫର୍ମେଟିଭ ଲାଗିବ ତାହେଲେ ଆପଣମାନେ ଏଇ ଭିଡିଓକୁ ଗୋଟେ ଲାଇକ୍ ନିହାତି ଭାବରେ କରିଦେବେ ଆଉ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ କରିଦେବେ। ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ନୋଟିଫିକେସନ ଉପରେ ଅନ୍ କରି ରଖିବେ, ଯାହାଫଳରେ ଆପଣମାନେ ଏଇଭଳି ନୂଆ ନୂଆ ଇନଫର୍ମେଟିଭ ଭିଡିଓର ଅପଡେଟ୍ ସର୍ବପ୍ରଥମେ ପାଇପାରିବେ। ତ ଦେଖନ୍ତୁ, ଯେଉଁ ମହିଳା ବା ଝିଅମାନଙ୍କୁ 1 ଏପ୍ରିଲ 2025 ସୁଦ୍ଧା 21 ବର୍ଷ କିମ୍ବା ତାଠାରୁ ଅଧିକ ହୋଇଥିବ ଏବଂ ସୁଭଦ୍ରା ଯୋଜନାର ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବେ ସେହି ମହିଳା ବା ଝିଅମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ। ତ ଯେମିତିକି ଆପଣମାନେ ଜାଣିବାକୁ ପାଇଲେ 1 ଏପ୍ରିଲ 2025 ସୁଦ୍ଧା ଯେଉଁ ମହିଳା ବା ଝିଅମାନଙ୍କୁ 21 ବର୍ଷ କିମ୍ବା ତାଠାରୁ ଅଧିକ ହୋଇଯାଇଥିବ ସେମାନେ ସୁଭଦ୍ରା ଯୋଜନାରେ ଆବେଦନ କରି ସୁଭଦ୍ରା ଯୋଜନା ପାଇଁ ସାମିଲ ହେଇପାରିବେ ଆଉ ସୁଭଦ୍ରା ଯୋଜନାରେ ସେମାନେ କିଛି ଟଙ୍କା ମଧ୍ୟ ପାଇପାରିବେ। ତେବେ ଇଏ ହେଇଗଲା ଯୋଉମାନଙ୍କୁ 21 ବର୍ଷ ହେଇଯାଇଛି ସେମାନେ ସୁଭଦ୍ରା ଯୋଜନାରେ ଆବେଦନ କରି ସାମିଲ ହେଇପାରିବେ ଆଉ ଆଗାମୀ କିସ୍ତିରେ ସେମାନେ ସୁଭଦ୍ରା ଯୋଜନାରେ ଟଙ୍କା ମଧ୍ୟ ପାଇପାରିବେ। ତେବେ ଏବେ ଯିବା କି ଆପଣମାନଙ୍କର ଯୋଉ ପ୍ରଶ୍ନ ଥିଲା କି ସୁଭଦ୍ରା ଯୋଜନା କେବେ ପର୍ଯ୍ୟନ୍ତ ଆପଣମାନଙ୍କର ଆବେଦନ ଚାଲିବ? ତ ଦେଖନ୍ତୁ, ସୁଭଦ୍ରା ଯୋଜନା ପାଇଁ ଆପଣମାନଙ୍କର ଯୋଉ 1 ନଭେମ୍ବର ଶନିବାର ଠାରୁ ଆରମ୍ଭ ହୋଇ ଆପଣମାନଙ୍କର 30 ନଭେମ୍ବର ପର୍ଯ୍ୟନ୍ତ ଆପଣମାନଙ୍କର ଆବେଦନ ପ୍ରକ୍ରିୟା ଚାଲିବ। ତ ଆପଣମାନେ ସୁଭଦ୍ରା ଯୋଜନା ପାଇଁ 30 ନଭେମ୍ବର ପର୍ଯ୍ୟନ୍ତ ଆପଣମାନେ ଆବେଦନ କରିପାରିବେ। ତ ଆପଣମାନେ କୌଣସି ବି ବ୍ୟସ୍ତ ନ ହୋଇ ଆପଣମାନେ ଆରାମସେ ଆପଣମାନଙ୍କର ସେଇ ସୁଭଦ୍ରା ଯୋଜନା ଫର୍ମଟିକୁ ଆପ୍ଲାଏ କରିପାରିବେ। ଯଦି ଆପଣମାନେ ସୁଭଦ୍ରା ଯୋଜନାରେ ଆପ୍ଲାଏ କରିବା ସମୟରେ ଯଦି କିଛି ବି ଆପଣମାନଙ୍କର ଭୁଲ ଭଟକା ହେଇଯାଏ ତାହେଲେ ଆପଣମାନଙ୍କର ସୁଭଦ୍ରା ଫର୍ମଟି ରିଜେକ୍ଟ ହେଇଯାଇପାରେ। ସେଥିପାଇଁ ଆପଣମାନଙ୍କ ପାଖରେ ପର୍ଯ୍ୟାପ୍ତ ଟାଇମ ଅଛି। ଆପଣମାନେ ସୁଭଦ୍ରା ଯୋଜନାର ଫର୍ମ ଆଣି ବା ଆପଣମାନେ ଯୋଉ ଅଫିସିଆଲ ପୋର୍ଟାଲ ଅଛି ତ ତା ମାଧ୍ୟମରେ ଆପଣମାନେ ନିର୍ଭୁଲ ଭାବରେ ଆପଣମାନଙ୍କ ଫର୍ମ ପୂରଣ କରି ଆପଣମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ। ତ ଇଏ ଗଲା ସୁଭଦ୍ରା ଯୋଜନା ପାଇଁ ଆପଣମାନେ କେବେ ପର୍ଯ୍ୟନ୍ତ ଆବେଦନ କରିପାରିବେ। ତାପରେ ଯିବା ଯୋଉ ଆପଣମାନଙ୍କ ମନରେ ଆଉ ଗୋଟେ ପ୍ରଶ୍ନ ଥିଲା କି ଆପଣମାନେ ସୁଭଦ୍ରା ଯୋଜନାରେ ଆବେଦନ କରିସାରିବା ପରେ ଆପଣମାନଙ୍କୁ ସେ ଟଙ୍କା ଆପଣମାନଙ୍କୁ କେବେ ଆପଣମାନଙ୍କୁ ମିଳିବ? ତ ଦେଖନ୍ତୁ, ଆପଣମାନେ এই ସୁଭଦ୍ରା ଯୋଜନା ଆବେଦନ କରିସାରିବା ପରେ ଯୋଉ ଆପଣମାନଙ୍କର ମାର୍ଚ୍ଚ 8 ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ରହିଛି ତ ସେଇ ଦିବସରେ ଆପଣମାନଙ୍କୁ ଏଇ ସୁଭଦ୍ରା ଯୋଜନାର ଦୁଇଟି ଯାକ କିସ୍ତି ଆପଣମାନଙ୍କୁ ଏକା ସାଙ୍ଗରେ 10,000 ଟଙ୍କା ମିଳିପାରିବ। ରିପୋର୍ଟ ଆଉ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ଆପଣମାନଙ୍କୁ ସେଇ ଦୁଇଟି ଯାକ କିସ୍ତି ଏକା ସାଙ୍ଗରେ ଆପଣମାନେ ପାଇପାରିବେ। ତ ଇଏ ଥିଲା ଗୋଟେ ଛୋଟିଆ ଅପଡେଟଟିଏ। ଆପଣମାନେ କେବେ ପର୍ଯ୍ୟନ୍ତ ତାକୁ ଆବେଦନର ସମୟ ସୀମା ରହିଛି ଆଉ ଆପଣମାନଙ୍କୁ ଏଇ ସୁଭଦ୍ରା ଯୋଜନା ଆବେଦନ କରିସାରିବା ପରେ ଆପଣମାନଙ୍କୁ ସେଇ ଟଙ୍କା ଆପଣମାନଙ୍କୁ କେବେ ମିଳିବା ପାଇଁ ଯିବ ବା ଆପଣମାନଙ୍କୁ ସେଇ ଟଙ୍କା କେବେ ମିଳିବ ତ ସେ ବିଷୟରେ ଏଇ ଛୋଟିଆ ଅପଡେଟଟି ଥିଲା। ତ ଆଶା କରୁଛି ଆପଣମାନଙ୍କୁ ଏଇ ଭିଡିଓଟି ଇନଫର୍ମେଟିଭ ଲାଗିଥିବ। ଯଦି ଆପଣମାନଙ୍କୁ ଏଇ ଭିଡିଓଟି କେବେ ଇନଫର୍ମେଟିଭ ଲାଗିଥିବ ତାହେଲେ ଭିଡିଓକୁ ଗୋଟେ ଲାଇକ୍ ନିହାତି ଭାବରେ କରିକି ଯିବେ ଆଉ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରିକି ଯିବେ।